ମୁଁ कार्तिक कुमार विश्वाल स्टेशन अफिसर कुजम फायर स्टेशन ମୁଁ କହେ କ'ଣ ଆମର 100 କଣ୍ଟ୍ରୋଲ ରୁମ୍ରେ ଯେତେବେଳେ କଲ୍ ଆସିଲା ଯେ ପାରାଦୀପ ପରିବା ମାର୍କେଟରେ ନିଆଁ ଲାଗିଛି ସେଥିପାଇଁ ଆମେ ତତ୍ପରତା ସହିତ ହଠାତ୍ ବାହାରି ପଳେଇ ଆସିଥିଲୁ। ଆସି ବାଟରେ ଆମେ ସମସ୍ତ ଆମର ଏଡିଏମ୍ ସାର୍ ଆମ ଡିପାର୍ଟମେଣ୍ଟାଲ ଅଫିସର ଆଉ ଅନ୍ୟାନ୍ୟ ଆମର ପାଖାପାଖି ଯେଉଁ ଫାୟାର ଷ୍ଟେସନ ମାନ ରହିଛି ପାରାଦୀପ କୋର୍ଟ ଇଫ୍କୋ ମିତଲ ପିପିଏଲ୍ ଆଉ ଏଡିଏମ୍ ସାର୍ଙ୍କୁ ଜଣାଇବା ପରେ ବି ସିଏ ବି ଜଣାଇଥିଲେ ଆଉ ସମସ୍ତେ ଆସିକି ପହଞ୍ଚିକରି ସମସ୍ତ କାମ ବର୍ତ୍ତମାନ ସୁରୁଖୁରୁରେ ଚାଲିଛି ଏବଂ ନିଆଁଟି ସମ୍ପୂର୍ଣ୍ଣ ଭାବେ ରିଭିଜ୍ ନଥିଲେ ବି ଅଳ୍ପ ଯେଉଁଠି ଟିକେ ଜଳୁଛି କାମ ଚାଲିଛି। କେତେ ଗୁଡ଼ିଏ ଦୋକାନ ଘର ମିନିମମ୍ 50 ଖଣ୍ଡେ ଟେମ୍ପୋରାରୀ ସେଡ୍ ଯେଉଁଟା ପରିବା ମାର୍କେଟରେ ଲାଗିଛି। ଆଉ ସେ କ୍ଷୟକ୍ଷତି ବହୁତ ପାରାଦୀପ ଯିଏ କଣ୍ଟ୍ରୋଲ କରୁଛି ନିହାତି ପରିବା ଦୋକାନ ମାନଙ୍କରେ ସମସ୍ତଙ୍କର ବହୁତ କିଛି ନା କିଛି ପରିବା ରହିଛି ଆମେ ଦେଖୁଛୁ ସେଟା ସବୁ ପୋଡ଼ିକିରି ଅଧା ନଷ୍ଟ ସବୁ ବି ହେଇଛି। ଆଉ ତାପରେ ଗୋଟେ ବାଇକ୍ଟେ ବି ପୋଡ଼ିକିରି ତା ଭିତରେ ରହିଛି ଏଇଟା କଢ଼ା ସରିଲାଣି। କ୍ଷୟକ୍ଷତିର ଆକଳନ ଚାଲିଛି ବର୍ତ୍ତମାନ ଇନଭେଷ୍ଟିଗେସନ୍ ଚାଲିଛି ତାପରେ ଜଣିଆ ହେବ ବର୍ତ୍ତମାନ ସେଇଟା କହିହେବନି କେତେ କ'ଣ ହେଇଛି ତା ଇନଭେଷ୍ଟିଗେସନ୍ ଚାଲିଛି। ସେ କାରଣରୁ ତ ସନ୍ଦେହ କରାହେଉଛି ସବୁବେଳେ ଆମେ ଜାଣୁଛେ ଏଠି ଦୋକାନ ଭାଇମାନେ ଦୋକାନ ବନ୍ଦ କରି ଗଲା ପରେ ଧୂପ ହେଇପାରେ ବା ଇଲେକ୍ଟ୍ରିକାଲ ସର୍ଟ ସର୍କିଟ୍ ଏ ଦୁଇଟାରୁ ମୁଁ ଦେଖୁଛି କ'ଣ ହେଇଥିବ ସେଇଟା ଚାଲିଛି। ବର୍ତ୍ତମାନ ଚାଲିଛି ସବୁ ନିଆଁ ଲିଭିଗଲାଣି ପାଖାପାଖି ଯେତିକି ନିଆଁ ଅଛି ଆମେ ତାକୁ ଲିଭେଇ ସାରିଲା ପରେ ଏଠୁ ଇଏ କରିବୁ।